ଦେଖନ୍ତୁ ପରେ ନିଯୁକ୍ତି ଏବଂ ଛଅଟି ଖାଲି ନିଯୁକ୍ତି ଥର ଦିଲ୍ଲୀ ଯିବା ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ନଜିର ରହିଛି ଏବଂ ଚର୍ଚ୍ଚା ଆଲୋଚନା ଗଣମାଧ୍ୟମରେ ରହିଛି ଏବଂ ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ଯାହା ଜଣା ପଡୁଛି ଏମାନେ ଯୋଗ୍ୟ ଖୋଜୁନାହାନ୍ତି। ଯୋଗ୍ୟ ଖୋଜିଥିଲେ କଣ ଦଳରେ ଯୋଗ୍ୟ ନାହାନ୍ତି, ବହୁତ କିଛି ଅଛନ୍ତି। ଏମାନଙ୍କ ରାଜନୈତିକ ଥଇଥାନ ସେମାନେ ସନ୍ତୁଷ୍ଟ କରିବାକୁ ଯୋଉ ଗୋଟେ ଯୋଜନା ହଉଛି ସେଥିରେ ସେମାନଙ୍କର ଗୋଟେ ସମତୁଳ ହେଇପାରୁନାହିଁ ନାଇଁ। ସେମାନଙ୍କ ଭିତରେ ବହୁତ ରହିଛି ଯେ କାହାକୁ ନେବା କାହାକୁ ନେଲେ କିଏ ଅଶାନ୍ତି ହେବ ଇଏ ହେବ ସେ ହେବ। ସେଇଟା ଗୋଟେ ସେ ନେଇ ଗୋଟେ ସମାଧାନର ସୂତ୍ରଟା ପହଞ୍ଚି ପାରୁନାହାନ୍ତି। ଯେହେତୁ ଏ ଦଳରେ ଏବେ ପ୍ରଥମ ଥର ଓଡ଼ିଶାରେ ଆସିଛି ଏବଂ 4 ରୁ 5 ବଡ ବଡ ମୁଣ୍ଡିଆ ନେତା ଅଛନ୍ତି ଯାହାର କିଛି ସମୟ ଦଳରେ ପ୍ରଭାବ ରହିଛି। ତ ସେମାନଙ୍କର ସେଇ ଯୋଉମାନଙ୍କର ପ୍ରଭାବ ଅଧିକ ରହିଛି ଦଳରେ ସେମାନଙ୍କ ନାଁ ସମସ୍ତେ ଜାଣିଛନ୍ତି, ନାଁ ନେବାର କିଛି ଆବଶ୍ୟକ ନାହିଁ। ସେଥିପାଇଁ ବୋଲିକି ଦିଲ୍ଲୀରେ ଯୋଉ ଆଲୋଚନା ଗୁଡାକ ହଉଛି ସେମାନେ ଯାଉଛନ୍ତି, ଆଲୋଚନା କରୁଛନ୍ତି, ବସୁଛନ୍ତି, ଗୋଟେ ଫାଇନାଲ ହଉଛି, କିନ୍ତୁ ଏଇଠି ଓଡ଼ିଶାକୁ ଆସିଲା ପରେ ସେଟା ପୁଣି ବନ୍ଦ ହେଇଯାଉଛି। ଦେଖନ୍ତୁ ଆଜି ପର୍ଯ୍ୟନ୍ତ 2 ବର୍ଷ ହେଇଗଲା, 2 ବର୍ଷର ଉର୍ଦ୍ଧ୍ୱ ହେଇଯିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଖାଲି ରହିଛି। ସେଇ କାହିଁକିନା ତାପରେ ସେଇଥିରେ ଅଧ୍ୟକ୍ଷ ନିଯୁକ୍ତି ଦେଇପାରୁନାହାନ୍ତି ସରକାର। ଅନ୍ୟ ପକ୍ଷରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ପରିଷଦ ହେବ, ସମାନ ଢାଞ୍ଚାର ପରିଷଦ ହେବ ବୋଲିକି ଘୋଷଣା କରିଦେଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ତାର ଗୋଟେ ପୂର୍ଣ୍ଣାଙ୍ଗ ରୂପ ହେଇପାରିଲା ନାହିଁ। ତାପରେ କଣ ଯୋଗ୍ୟ ଯୋଉମାନେ ବିଧାୟକ ହେଇଛନ୍ତି ବହୁତ ଯୋଗ୍ୟ ଲୋକ ଅଛନ୍ତି ବିଜେପିରେ, ସେମାନଙ୍କୁ କାହିଁକି କାରଣ ଗଣମାଧ୍ୟମ ଚର୍ଚ୍ଚା ହେଉନଥିଲେ ମଧ୍ୟ ସେଟା କହୁଲୁଛି, କୋଉଠି ନା କୋଉଠି ଏଟା କହୁଲୁଛି। ଏହା ଯୋଗୁଁ ପ୍ରଶମିତ କରା ନଯାଏ ତାହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ରୂପ ଧାରଣ କରିପାରେ। ଏ ଯୋଉ ନୂଆପଡା ଉପନିର୍ବାଚନ ପରେ ଆପଣ ଦେଖିବେ ଯେ ଦଳର ବହୁ ନେତା ଗୋଟେ କୁହାଯାଉଥିଲା ଯେ ଥଇଥାନ ହବ ନିଗମରେ ଆଉ ବୋର୍ଡରେ, କିନ୍ତୁ ବର୍ତ୍ତମାନ 1.5 ବର୍ଷ ହେଇଗଲା ସରକାରଙ୍କର, କିନ୍ତୁ ଦିନ ଗଡି ଗଡି ଯିବାର କାରଣ କଣ ସାର୍? ଦେଖନ୍ତୁ ଅନେକ ଲୋକଙ୍କୁ ମାନେ ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାଚନକୁ ଜିତିବାକୁ। ଆପଣଙ୍କ 83,000 ଭୋଟ ବ୍ୟବଧାନରେ ନୂଆପଡା ଉପନିର୍ବାଚନରୁ ସରକାର ଜିତିଲା, ତାଙ୍କ ଦଳର କ୍ୟାଣ୍ଡିଡେଟକୁ ସେମାନେ ଜିତେଇକିରି ଆଣିଲେ। ସେ ସମୟରେ ଯୋଉ ଇକ୍ୱେସନ ତିଆରି ହେଇଛି ଆପଣଙ୍କ ନୂଆପଡା ଉପନିର୍ବାଚନରେ, କେବଳ ଯେ ନୂଆପଡା ଜିଲ୍ଲାର ନୁହଁ, ରାଜ୍ୟର ବହୁତ ଲୋକ ବହୁତ ନେତା ସେଠି ଯାଇକି ପ୍ରଚାର କରିଛନ୍ତି ଆଉ ସେମାନଙ୍କୁ ମଧ୍ୟ ବହୁତ ପ୍ରକାର ପ୍ରତିଶ୍ରୁତି ଦିଆଯାଇଛି। ତୁ ଏହା ହେବୁ, ତୁ ସେ କର୍ପୋରେସନ ହେବୁ, ତୁ ମନ୍ତ୍ରୀ ହେବୁ। ବିଭିନ୍ନ ପ୍ରକାର ଯୋଉ ପ୍ରତିଶ୍ରୁତି ଦେଇକିରି ସେମାନେ ସେଠି ନିର୍ବାଚନରେ ସେମାନଙ୍କୁ ନିୟୋଜିତ କଲେ, ଲଢେଇ କରିଲେ ଏବଂ ଯେ ଜିତିଲେ ସେଟା ଏବେ ନିର୍ବାଚନରେ ଜିତିଲା ପରେ ସେମାନଙ୍କ ପାଇଁ ବୁମେରାଙ୍ଗ ହେଇଯାଇଛି ଯେ କାହାକୁ ନେବେ କାହାକୁ ନେବେନି। ତ ଦଳ ଏବଂ ସରକାର ଏଭଳି ସ୍ଥିତି ଦେଇକିରି ଗତି କରୁଛି। ଏମାନଙ୍କର ଭିତରେ ଦେଖନ୍ତୁ 2-3 ଜଣଙ୍କୁ ଛାଡିଦେଲେ, ଆପଣ ବିଧାନସଭାରେ ଯୋଉ ଅଛନ୍ତି ପଦପଦବୀରେ ଯୋଉ ଅଛନ୍ତି 2 ଜଣ ସରକାର ଚଳେଇବାର ଅଭିଜ୍ଞତା ରହିଛି। ଜଣେ କେବି ସିଂଙ୍କର ଅଛି, ଜଣେ ସୁରମା ପାଢ଼ୀଙ୍କର ଅଛି, ଆଉ ବାକି ହେଲେ ନୂଆ ହେଲା ଭିତରେ ସେମାନେ ଅନେକ ଜିନିଷ ଜାଣିପାରୁନାହାନ୍ତି। ବାହାରେ ରହିଲେ ଆପଣଙ୍କର ରାଜ୍ୟ ସଭାପତି ହେଲେ ଆପଣଙ୍କର ମନମୋହନ ସାବଳ, ତାଙ୍କର ମଧ୍ୟ ସରକାର ଚଳେଇବାର ଅଭିଜ୍ଞତା ଥିଲା, କିନ୍ତୁ ଏବେ ଯୋଉ ଆଉ 2-3 ଜଣ ଯୋଉ ନେତା ଅଛନ୍ତି କେନ୍ଦ୍ର ସ୍ତରୀୟ ଯୋଉ ନେତା ଅଛନ୍ତି ସେମାନଙ୍କର ପ୍ରଭାବ ଏତେ ଜୋର କି ସରକାରକୁ ଅନେକ ସମୟରେ ଆଣ୍ଠେଇବାକୁ ପଡୁଛି। ସେ ଗଣମାଧ୍ୟମକୁ ଆସୁନି, କିନ୍ତୁ ବହୁ ବିଷମ ପରିସ୍ଥିତି ଦେଇକିରି ଦଳ ଏବଂ ସରକାର ଗତି କରୁଥିବା ଜଣା ପଡୁଛି। ସାର୍ ଦଳର ଯୋଉ କ୍ଷମତା କେନ୍ଦ୍ର ଗୋଟେ ଅଛି ନା ଅଧିକ ଅଛି ଆପଣ ଯାହା କହୁଛନ୍ତି ସେଠି ଗୋଟେ ଦ୍ୱନ୍ଦ୍ୱ ଲାଗୁଛି ଆକ୍ଚୁଆଲି ଘଟଣା କଣ? ନାଇଁ, ଦଳର କ୍ଷମତା କେନ୍ଦ୍ର ତ ଗୋଟେ ରହିଲେ ତ ଦଳ ଠିକ ହବ, ଠିକ ଚାଲିବ, ଅଧିକ ଦିନ ଚାଲିବ, କିନ୍ତୁ ବିକେନ୍ଦ୍ରୀକରଣ ହେଲେ ମଧ୍ୟ ଭଲ। କିନ୍ତୁ ଅଧିକ ଯଦି ସେମାନେ ଭାଗ ଭାଗ ହେଇଯିବେ ଏବଂ ନିଜ ଜିଦରେ ସେମାନେ ଅଟଳ ରହିବେ ତାହା ଦଳ ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହେବ। ସରକାରକୁ ସବୁବେଳେ ଚାପ ପ୍ରୟୋଗ କରୁଛନ୍ତି, ସରକାରକୁ ଚାପ ପ୍ରୟୋଗ କରୁଥିବା ଫଳରେ ସରକାର ମଧ୍ୟ ତାଙ୍କର ଗୋଟେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି। ସରକାର ଅନେକ ସମୟରେ ନୀରବ ହେଇଯାଉଛି, ଆଉ ଏହା ହେବା ଫଳରେ ପ୍ରଶାସକ ମାନଙ୍କୁ ବେଶ ସୁହା ହଉଛି। ପ୍ରଶାସକ ମାନେ ବେଶ ସକ୍ରିୟ, କିଛି ପ୍ରଶାସକ ପୁଣି ସେ ପୂର୍ବ ଢାଞ୍ଚାରେ ଶାସନ ଚଳେଇବାର ଗୋଟେ ଆରମ୍ଭ କଲେଣି। ଏହା ଗୋଟେ ସୁସ୍ଥ ଗଣତନ୍ତ୍ର ପାଇଁ
ଆଦୌ ଗ୍ରହଣୀୟ ନୁହେଁ, ଠିକ ନୁହେଁ। ତାହାକୁ ନିଶ୍ଚିତ ଭାବରେ ସୁଧାର କରିବାକୁ ପଡିବ। ସାର୍ ଆପଣ ଯଦି ସୋସିଆଲ ମିଡିଆ ଦେଖୁଥିବେ ସେଥିରେ ଅନେକ ନେତା କାର୍ଯ୍ୟକର୍ତ୍ତା ମାନେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେମାନେ ଦଶନ୍ଧି ଦଶନ୍ଧି ଧରି ଦଳ ପାଇଁ କାମ କରୁଛନ୍ତି, କିନ୍ତୁ ଯେତେବେଳେ ସରକାର ଆସିବା ଫଳରେ ତାଙ୍କ କାମ ହେଇପାରୁନି, ତାଙ୍କ ଅଞ୍ଚଳର କାମ ହେଇପାରୁନାହାନ୍ତି, ଯୋଉମାନେ ନେତା ମନ୍ତ୍ରୀ ହେଇଛନ୍ତି ସେମାନେ କିଛି ଶୁଣୁନାହାନ୍ତି, ଏସବୁ ଗୋଟେ ଅଭିଯୋଗ ଆସୁଛି। ମାନେ କଣ କହିବେ? ଆପଣ ଠିକ କଥା କହିଛନ୍ତି ଯେ ଦଳର ଯୋଉମାନେ ନିର୍ବାଚିତ ନେତା ମାନେ ବହୁତ ଦିନ ଧରିକିରି ସେମାନେ କାମ କରିଥିଲେ ଏବଂ ବିଧାୟକ ହେଇକି ଆସିଛନ୍ତି ବା କର୍ମକର୍ତ୍ତା ହେଇଛନ୍ତି, ସେମାନଙ୍କର କାମ ନୂଆ ସରକାରରେ ତାଙ୍କ ସରକାରରେ ହଉନାହିଁ। ଏଇଟା ଯୋଉଟା ଆପଣ ରିଆକ୍ସନ ଦେଖୁଛନ୍ତି ସୋସିଆଲ ମିଡିଆରେ, କିନ୍ତୁ ବଡ ବଡ ଗଣମାଧ୍ୟମରେ ଏଟା ହଉନି। କିନ୍ତୁ ଅନ୍ୟ ପକ୍ଷରେ ଆଉ ଗୋଟେ ବିଷୟ ନା, ସୋସିଆଲ ମିଡିଆକୁ ମଧ୍ୟ ଆସୁନି, ସେଟା ହେଲେ ପ୍ରଶାସକ ମାନଙ୍କର। ପ୍ରଶାସକ ମାନେ ଏଠୁ ଜଜ୍ କରିଦେଲେଣି ସରକାରକୁ, କୌଣସି କାମ ହଉନାହିଁ। କୌଣସି କାମ ହଉନଥିବାର କାରଣ ଗୁଡ଼ିକ ହଉଛି ଏ ଗୋଷ୍ଠୀ କନ୍ଦଳ। ଏ ଦଳରେ ବାହାରକୁ ଆସୁନାହିଁ। ଏ ଦଳରେ ଗୋଷ୍ଠୀ କନ୍ଦଳ ଏତେ ବଢିଯାଇଛି, ଯାହା ଫଳରେ କି କୌଣସି କାମ, ଆଖି ଦୃଶିଆ କାମ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଗୋଟେ ବଡ କାମଟେ ହେଇଛି ଯଦି ହେଲେ ଆପଣଙ୍କର ବଡ କାମ ଦିଟା, ଗୋଟେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଟଙ୍କା ଦିଆହେଲା, ସେଇଟା ଗୋଟେ କାମ। ଆଉ ଗୋଟେ ହେଲା ଆପଣଙ୍କ ଇନପୁଟ ସବସିଡି ବଢା ହେଲା ଧାନର 800 ଟଙ୍କା ପ୍ଲସ୍ ଏବେ କେନ୍ଦ୍ର ସରକାର 69 ରୁପିଜ ବଢାଇଛି। ଏ ଦୁଇଟା କାମ ପରେ ଆଉ ତୃତୀୟ କାମ ସେମିତି ଦିଶୁନାହିଁ। ତୃତୀୟ କାମ ଯଦି ହେଲା ଆପଣଙ୍କର ବିଧାନସଭାରେ ଶେଷ ଦିନରେ 18 ଦିନ ବାକି ଥିଲା କାର୍ଯ୍ୟ ଦିବସ, ଆଉ ଦରମା 4 ଗୁଣା ବଢେଇ ଦେଲେ ତାଙ୍କ ବିଧାୟକ ମାନଙ୍କର। ଏଇଟା ହିଁ କାମ ହେଇଛି। ସାର୍ ଏଠି ଗୋଟେ ଆଶଙ୍କା ସନ୍ଦେହ ଗୋଟେ ହଉଛି ଯେ ଯୋଉ ଗୋଷ୍ଠୀ ଅଛନ୍ତି, ସବୁ ଗୋଷ୍ଠୀର ଯୋଉ ନେତା ମାନଙ୍କୁ ଥଇଥାନ କରିବା ପାଇଁ ସେମାନେ ଗୋଷ୍ଠୀର ଯୋଉମାନେ ଉପର ସ୍ତରରେ ଅଛନ୍ତି ସେମାନେ ଚାହୁଁଛନ୍ତି। ସେଇ ଯୋଉ କଣ ସାର୍ ନିଗମ ଆଉ ବୋର୍ଡରେ ନିଯୁକ୍ତି କରିବାରେ ବିଳମ୍ବ ହଉଛି କି? ନାଇଁ ଦେଖନ୍ତୁ, ଗୋଟେ ଏସବୁ କିଏ ମନ୍ତ୍ରୀ ହେବେ, କିଏ କର୍ପୋରେସନର ଚେୟାରମ୍ୟାନ ହେବ, ଏସବୁକୁ ନେଇକରି ତାଙ୍କର ଗୋଟେ କୋର କମିଟି ଗଠନ ହେଇଛି। କିନ୍ତୁ ଯୋଉ କୋର କମିଟିର ସଦସ୍ୟ ମାନେ ଯୋଉମାନେ ଅଛନ୍ତି, ସେମାନଙ୍କୁ 5 ରୁ 6 ଜଣଙ୍କ ମଧ୍ୟରେ ଦେଖାବାର୍ତ୍ତା ନାହିଁ, କଥାବାର୍ତ୍ତା ମଧ୍ୟ କିଛି ମାସ ହେଲା ପୁରା ବନ୍ଦ ହେଇଯାଇଛି। ସେ କିଏ ସେଇଟା ପ୍ରାୟ ଆପଣ ଗଣମାଧ୍ୟମ ମାନେ ସମସ୍ତେ ଜାଣିଛନ୍ତି ଯେ କାହା ପାଇଁ କାହିଁକି ସେଟା ହେଇପାରୁନି। ସେମାନେ ଏକାଠି ଯେହେତୁ ବସି ପାରୁନାହାନ୍ତି, ମତ ବିନିମୟ ଆଲୋଚନା ତ ଅଲଗା କଥା, ସେମାନେ ଏକାଠି ବସି ପାରୁନଥିବାରୁ ଏଇ ମନ୍ତ୍ରିମଣ୍ଡଳ ଏବଂ এই କର୍ପୋରେସନରେ ଅଧ୍ୟକ୍ଷ ନିଯୁକ୍ତିଟା ବିଳମ୍ବ ହେଉଥିବା ଜଣାପଡିଛି। ସାର୍ ଆପଣ କଣ ଭାବୁଛନ୍ତି ଯେ ଏଇ ଯୋଉ ଦ୍ୱନ୍ଦ୍ୱଟା ଏମିତି ଏଇଟା କେବଳ ଏଇ ରାଜ୍ୟ ସ୍ତରରେ ଅଛି ନା କେନ୍ଦ୍ର ସ୍ତରରେ ଏନେ ଆଲୋଚନା ହଉଛି, କିଛି ସମାଧାନର ବାଟ ବାହାରିବ ଆଗାମୀ ଦିନରେ, ନା ସରକାର ଏମିତି ସମୟ ସରିଯିବ କିନ୍ତୁ ଆଲୋଚନା ହେଇପାରିବନି, ୟାଙ୍କର ଗୋଷ୍ଠୀ କନ୍ଦଳ କିଛି ସମାଧାନ ହବାର କିଛି ବାଟ ଅଛି କି ଆଗକୁ? ନାଇଁ, ସମାଧାନ ତ ହେବ। କେନ୍ଦ୍ର ସ୍ତରୀୟ ନେତା ମଧ୍ୟ ଏ ସମ୍ପର୍କରେ କିଛି ଅବଗତ ଅଛନ୍ତି। ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାକୁ ପ୍ରଶମିତ କରାଯିବ, ଆଲୋଚନା ହେବ, ରାସ୍ତା ବାହାରିବ। କିନ୍ତୁ ଯୋଉ ବିଳମ୍ବ ହଉଛି, ବିଳମ୍ବ ହେବା ଦ୍ୱାରା ରାଜ୍ୟ କ୍ଷତିଗ୍ରସ୍ତ ହଉଛି ବିଭିନ୍ନ କାରଣରୁ, ଦଳ ମଧ୍ୟ କ୍ଷତିଗ୍ରସ୍ତ ହଉଛି। 2026ରେ ଆପଣଙ୍କର ବିଭିନ୍ନ ନିର୍ବାଚନ ଗୁଡାକ ଅଛି, ଅର୍ବାନ ବଡି ନିର୍ବାଚନ ହେବ, ଆପଣ 3ଟା ପଞ୍ଚାୟତିରାଜର ନିର୍ବାଚନ ହେବ, ଦଳ କ୍ଷତିଗ୍ରସ୍ତ ହେବ। ତା ପୂର୍ବରୁ ଯାହା କିଛି ତାର ସମାଧାନର ସୂତ୍ର ବାହାର କରିବାକୁ ପଡିବ।